ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଶୁକ୍ରବାର ଭବ୍ୟ ରାତ୍ରିଭୋଜନ ଆୟୋଜନ କରାଯାଇଥିଲା। ସେହି ମେନ୍ୟୁରେ ଦେଶର ବିଭିନ୍ନ ସ୍ଥାନର ସ୍ୱତନ୍ତ୍ର ବ୍ୟଞ୍ଜନ ସ୍ଥାନ ପାଇଥିଲା। ଡିନରର ଆରମ୍ଭ ଦକ୍ଷିଣ ଭାରତୀୟ ସୁପ୍ରୁ ହୋଇଥିଲା। ଷ୍ଟାର୍ଟରରେ କାଶ୍ମୀର ଅଖରୋଟ ଚଟଣି ସହିତ ପୁରଦିଆ ମସରୁମ୍, କଳା ଚଣାର ସିକମ୍ ପୁରୀ କବାବ ଏବଂ ଭେଜ୍ ଝୋଲ ମୋଜାତ ରହିଥିଲା। ମେନ୍ କୋର୍ସରେ ପୁଟିନଙ୍କ ନିରାମିଷ ଥାଳି ପରଷା ଯାଇଥିଲା। ସେଥିରେ ଜାଫ୍ରିନ୍ ପନିର ରୋଲ, ପାଳଙ୍ଗ ମେଥି ମଟର ଶାଗ, ତନ୍ଦୁର ଭରୁଆ ଆଳୁ, ଆଚାରୀ ବାଇଗଣ, ଡ୍ରାଇଫ୍ରୁଟ୍ ସାଫ୍ରନ ପଲଉ, ଡାଲ ତଡ଼କା, ମଗଜ ନାନ୍, ସତନାଜ ରୁଟି, ଲଚ୍ଛା ପରଟା, ମିସ୍ସି ରୁଟି ପ୍ରଭୃତି ଆଇଟମ୍ ସ୍ଥାନ ପାଇଥିଲା। ଶେଷରେ ବାଦାମ ହାଲୁଆ, କେଶର ପିସ୍ତା କୁଲ୍ଫି, ଗୁଡ଼ ସନ୍ଦେଶ, ବିଭିନ୍ନ ପ୍ରକାର ଫଳ, ଡାଳିମ୍ବ, ସନ୍ତରା, ଗାଜର ଏବଂ ଅଦାର ଜୁସ୍ ପରଷା ଯାଇଥିଲା। ଡିନର କାର୍ଯ୍ୟକ୍ରମରେ ଭାରତୀୟ ବ୍ୟଞ୍ଜନ ପରଷାଯିବା ସହ ଶାସ୍ତ୍ରୀୟ ସଙ୍ଗୀତର ପ୍ରସ୍ତୁତି ଦିଆଯାଇଥିଲା। ରାଷ୍ଟ୍ରପତି ଭବନରେ ନୌସେନା ବ୍ୟାଣ୍ଡ ଏବଂ ଶାସ୍ତ୍ରୀୟ ବାଦକ ଗ୍ରୁପ୍ ଏହାକୁ ପରିବେଷଣ କରିଥିଲେ। ରାତ୍ରିଭୋଜନ ସମୟରେ ପୁଟିନ ଫିର୍ ବି ଦିଲ୍ ହେ ହିନ୍ଦୁସ୍ତାନୀ ଗୀତ ମଧ୍ୟ ଶୁଣିଥିଲେ।